ଯୋଉଠି ସରକାର ସବୁବେଳେ ଧାନ ପାନ ମୀନ ଆମ ଓଡିଶା ବିଶେଷ କରି ଆମ ଜଗତସିଂହପୁର ଜିଲ୍ଲା ଧାନ ପାନ ମୀନର ସହର କିନ୍ତୁ ଅନ୍ୟର କେମିତି ଅନ୍ୟ ସବୁ ଫସଲରେ କେମିତି ଆପଣ ମୁଁ ହଳଦୀ କଥା କହୁଛି ଅଦା କହୁଛି ଫରେଷ୍ଟ କହୁଛି ମୁଁ ଧାନ ଚାଷ ନିଜେ କରେ ନାହିଁ ମୋର ଲଙ୍କା ଲେମ୍ବୁ ସଜନା କଦଳୀ ଅମୃତଭଣ୍ଡା 20ଟି ଗାଈ କରି 4ଟା ମାଛ ପକେଇ ଯେଉଁ କଥା କହୁଛନ୍ତି ଅଣଧାନ ଶୀର୍ଷକ ଆମେ ପ୍ରୟୋଗ କରୁଛି ଲୋକ ଘରଟା ଲକ୍ଷ୍ମୀ ଭଣ୍ଡାର ଯିଏ କହୁଛି ସେ କରିଛି କି ସହରରେ ଗୋଟେ ଟ୍ରେଣ୍ଡ ହେଉଛି ସବୁ ଚାଷ କରିବୁ ଯିଏ କହୁଛି ଆମେ ସବୁ ପେରିଫେରି ସେମି ଅର୍ବାନ୍ ଆମ ଘର ଏଇଠି ଭୁବନେଶ୍ୱରରେ ଦୋଘରା ହେଉଛି ଘରକୁ ଗଲେ ପୁଣି ଆସିଲେ ଆମେ ଭୁବନେଶ୍ୱର ମଣ୍ଡି ପରେ ପରିବା ବାଙ୍ଗଲୋର ପରିବା ଆସିବ ବାଙ୍ଗଲୋର ଫ୍ଲୋରିକଲଚର ବହିଟା 800 ପେଜ୍ ସେ 800 ପୃଷ୍ଠା ବହି କରିଛନ୍ତି ବୋଲି ତୁମକୁ ଫୁଲ ବିକୁଛନ୍ତି ତମର ବ୍ୟବସ୍ଥା ତୁମେ ଫୁଲ ତମର ତ ଫୁଲଠୁ ଆରମ୍ଭ କରି ଛୁଞ୍ଚି ସୂତା ଛତା ଫିତା ସବୁ ସିଆଡ଼େ କରିବ ଓଡ଼ିଶା ଅର୍ଥନୀତି ବଢ଼ିବ କାହିଁକି ସିକନ୍ଦରାବାଦ ବଢ଼ିଛି କାହିଁ ହାଇଦ୍ରାବାଦ ବଢ଼ିଛି ସେଠି କେତେ ସହର କାରଖାନା ତମର କେତେ ହେଇଛି ତମେ ନା ଚାଷ କରୁଛ ନା ଭୁବନେଶ୍ୱର ସିଟିଠୁ 30 କିଲୋମିଟର ବାରମ୍ବାର କହୁଛି ତମେ ଗ୍ରୀନ୍ ଜୋନ୍ କର 100-200 ଏକର ପାଖାପାଖି ପ୍ରମୋଟ୍ କର ପାଣି ଦିଅ ଆମେ କିଣିନୁ ବାସ କରୁଛନ୍ତି ସରକାର କେବଳ ଭାଷଣ ପୁରୁଣା ଦୁର୍ନୀତି ଯୋଆଡ଼େ ବିଜେପି ଖାଇଦେଲେ ସେ ଖାଇଦେଲେ ତମେ ଖାଇଲେ ବଡ଼ ଚୋର ଛୋଟ ଚୋର ଫରକ ଆମେ ଏହା କରିଛୁ ଆମେ ଡିଫରେଣ୍ଟ ଆମେ ସମଥିଙ୍ଗ ଡିଫରେଣ୍ଟ ଦେଖି କରି ଦେଖିଲୁ ନା କେମିତି ସରକାର ବଦଳିବ